ସାଙ୍ଗମାନେ ନମସ୍କାର। ମୁଁ ଲିପି ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଗୋଟିଏ ନୂଆ ଭିଡ଼ିଓକୁ। ସାଙ୍ଗମାନେ ଚାଲନ୍ତୁ ଆଜି ଚାଉଳ ଆଉ ଆଳୁରେ ଗୋଟେ ନୂଆ ପ୍ରକାର ପିଠା ବନାଇବା। ସେଥିପାଇଁ ପ୍ରଥମେ ମୁଁ ଚାଉଳ ଗୁଣ୍ଡ ଗୋଟେ ଗିନା ନେଇଛି। ଆପଣମାନେ ଦେଖିଥିବେ ସେଇ ଚାଉଳ ଗୁଣ୍ଡକୁ ମାନେ ଚକଟିବା ପାଇଁ ଏଠି ମୁଁ ଗରମ ପାଣି ଗୋଟେ ଗ୍ଲାସ୍ ନେଲି। ଗରମ ପାଣି କାଢ଼ିକି ନେଇଗଲି। ସେଇ କଡ଼େଇରେ ବର୍ତ୍ତମାନ ମୁଁ କ'ଣ କରିବି ନା ଆମର ଯେଉଁ 2 ଚାମଚ ତେଲ ବ୍ୟବହାର କରିଛି। 2 ଚାମଚ ତେଲରେ ତାପରେ ମୁଁ ଟିକେ ଜିରା କିଛି ଫୁଟେଇ ନେଲି। ତାପରେ ସେଥିରେ କଞ୍ଚା ଲଙ୍କା, ଆପଣମାନେ ଚାହିଁଲେ ଶୁଖିଲା ଲଙ୍କା ବ୍ୟବହାର କରିପାରିବେ, କଟା ଅଦା, ତାପରେ ପିଆଜ ପକାଇକି ଭଲ ଭାବରେ ଟିକେ ଭାଜି ନେବି। ଭାଜି ସାରିଲା ପରେ ଦେଖନ୍ତୁ ବର୍ତ୍ତମାନ ମୁଁ 2ଟି ବଡ଼ ବଡ଼ ପିଆଜ ନେଇଛି କାଟିକିରି। ଏ ପିଆଜକୁ ଏଥିରେ ପକାଇକିରି ଭଲ ଭାବରେ ଭାଜି ନେବି। ତାପରେ ମୁଁ ସେଥିରେ ଦେଖନ୍ତୁ ପିଆଜ ଭଜା ହେଇଗଲା ପରେ ମୁଁ କିଛି କଟା ରସୁଣ ସେଥିରେ ପକାଇ ନେଇଛି। ରସୁଣର ଟିକେ କଞ୍ଚା କଞ୍ଚା ରହିଥିଲେ ତାର ଫ୍ଲେଭରଟା ପାଟିରେ ବାଜିଲେ ଭଲ ଲାଗେ। ସେଥିପାଇଁ ଆପଣମାନଙ୍କୁ ରସୁଣ ଭଲ ଲାଗେନି ତାହେଲେ ଆପଣ ସ୍କିପ୍ କରିପାରିବେ। ଆପଣଙ୍କ ପସନ୍ଦ ମୁତାବକ ଏଠି ମୁଁ 4ଟି ଆଳୁ ସିଝେଇକି ନେଇଥିଲି। ସେ ଆଳୁକୁ ଭଲ ଭାବରେ ଚକଟି ନେବେ। ତାପରେ ଏଇ ଯେଉଁ ଆପଣ ପିଆଜ କଞ୍ଚା ଲଙ୍କା ସବୁ ଭାଜିକି ରଖିଥିଲେ ତାକୁ ଏଥିରେ ଆଡ଼୍ କରିନେବେ। ଆପଣ ଚାହିଁଲେ ଆଳୁକୁ ମଧ୍ୟ ସେଠି ପକାଇକିରି ଟିକେ କଷି ନେଇପାରିବେ, କିନ୍ତୁ ଯେହେତୁ ଏଇଟା ଆମର ପୁଣି ଥରେ ଷ୍ଟିମ୍ କରାହେବ ସେଥିପାଇଁ ମୁଁ ଏଠି ଆଳୁରେ ପକାଇ ଦେଇଛି। ଆଳୁରେ ଦେଖନ୍ତୁ ମୁଁ ଗରମ ମସଲା ଗୋଟେ ଗୁଣ୍ଡ, ତାପରେ ଆବଶ୍ୟକ ମୁତାବକ ଲୁଣ, ଲଙ୍କାଗୁଣ୍ଡ, ଆପଣଙ୍କ ମନ ମୁତାବକ ଆପଣ ଏଥିରେ ସବଜି ମଧ୍ୟ ବ୍ୟବହାର କରିପାରିବେ। ଆପଣ ଆଳୁ ଯଦି ଖାଇବାକୁ ପସନ୍ଦ କରନ୍ତିନି ଏଠି ଆପଣ ଭେଜିଟେବଲ୍ସ ମଧ୍ୟ ନେଇପାରିବେ। ଗରମ ମସଲା ଏସବୁ ପକାଇକରି ଭଲ ଭାବରେ ଏହାକୁ ମିଶାଇ ଦେଇଛି। ତାପରେ ମୁଁ ଯେଉଁ ଅଟା ରଖିଥିଲି ସେ ଅଟାକୁ ଏଠି ନେଇଯାଇଛି। ସେଥିରେ ମୁଁ କିଛି କଳା ଜିରା ପକାଇ ନେଇଛି। ଆପଣ ଚାହିଁଲେ ଜୁଆଣି ମଧ୍ୟ ପକାଇ ପାରିବେ। ମୁଁ ଏଥିରେ ଅଳ୍ପ ଜୁଆଣି ମଧ୍ୟ ଦେଇଛି। ଆପଣ ଚାହିଁଲେ ଖାଲି ବି ବନେଇ ପାରିବେ। ତାପରେ ଏଥିରେ ଆବଶ୍ୟକ ମୁତାବକ ଲୁଣ ଦେଇକରି ଯେଉଁ ଗରମ ପାଣି ମୁଁ କାଢ଼ିକି ରଖିଥିଲି ଗୋଟେ ଗ୍ଲାସ୍, ସେହି ଗରମ ପାଣିକି ଏଥିରେ ପକାଇକିରି ତାକୁ ଧୀରେ ଧୀରେ ଆପଣ ଭଲ ଭାବରେ ମିଶାଇ ନେବେ। ଆପଣ ଏଥିରେ ବିଲକୁଲ ଥଣ୍ଡା ପାଣି ବ୍ୟବହାର କରିବେ ନାହିଁ, ଯେହେତୁ ଚାଉଳ ଗୁଣ୍ଡଟା, ସେଥିପାଇଁ ଆପଣ ଗରମ ପାଣିରେ ହିଁ ଅଟାଟାକୁ ଚକଟିବେ। ଦେଖନ୍ତୁ ଏଭଳି ଭାବରେ ମିଶାଇ ନେଲା ପରେ ତାପରେ ମୁଁ ହାତରେ ଧୀରେ ଧୀରେ କରି ଏଇ ଚାଉଳକୁ ଭଲ ଭାବରେ ଚକଟି ନେବି। ଚାଉଳ ଗୁଣ୍ଡକୁ ଦେଖନ୍ତୁ ବର୍ତ୍ତମାନ ମୁଁ ଚାଉଳ ପୁରା ଚକଟି ହେଇ ଆସିଲାଣି। ଏଇଭଳି ଚକଟି ସାରିଲା ପରେ ଆପଣ ଆକୁ 5ରୁ 10 ମିନିଟ୍ ଖଣ୍ଡେ ରେଷ୍ଟ କରିବାକୁ ଛାଡ଼ି ନେବେ। ଦେଖନ୍ତୁ ସାଙ୍ଗମାନେ ସେପଟେ ମୁଁ ଆଉ ଗୋଟେ ଡେକ୍ଚିରେ କିଛି ପାଣି ବସାଇ ନେଇଛି। ଆମେ ତାକୁ ଷ୍ଟିମ୍ କରିବା ପାଇଁ ପାଣି ସେଥିରେ ବସାଇ ନେଇଛି। ଏପଟେ ଯେଉଁ ଚାଉଳ ଗୁଣ୍ଡ ମୁଁ ରଖିଥିଲି ତାକୁ ଏଇଭଳି ଭାବରେ ଭଲ ଭାବରେ ବେଲି ନେବି। ତା ମଝିରେ ଆଳୁ ପୁର ଦେଇକରି ଏଭଳି ରୋଲ୍ ବନେଇଦେବେ। ମୋର ଆକ୍ଚୁଆଲି ଭିଡ଼ିଓଟି କେମିତି କଟିଗଲା ସେଥିପାଇଁ ମୁଁ ଆପଣଙ୍କୁ ସେ ପ୍ରୋସେସଟା ଦେଖାଇ ପାରିଲି ନାହିଁ। ମୁଁ ନେକ୍ସଟ କେତେବେଳେ ପୁଣି ଥରେ ଚେଷ୍ଟା କରିବି। ଦେଖନ୍ତୁ ତାପରେ ଚାଉଳ ଗୁଣ୍ଡ ଯେଉଁ ଆପଣ ଚାଉଳକୁ ଯେଉଁ ବେଲିଥିବେ ତା ମଝିରେ ଆଳୁ ଦେଇକରି ଏଭଳି ରୋଲ୍ କରିନେବେ। ସବୁ ଆଳୁ ସିଲ୍ କରିନେବେ। ତାପରେ ସେଇଟାକୁ ଆପଣ ଷ୍ଟିମ୍ କରିଦେବେ। ଦେଖନ୍ତୁ ଷ୍ଟିମ୍ ହେଇସାରିଲା ପରେ 10-15 ମିନିଟ୍ ଛାଡ଼ି ନେବେ। ତାପରେ ତାକୁ ଏମିତି ଗୋଲ ଗୋଲ କରି କାଟି ନେବେ। ଚକୁ ଟିକେ ଓଦା କରିନେବେ, କାହିଁକି ନା ନହେଲେ ଭଲ ଭାବରେ କଟି ନଥାଏ। ତାକୁ ଧୀରେ ଧୀରେ କରି ଏଇଭଳି ସବୁ ତ କାଟି ନେବେ। କାଟି ସାରିଲା ପରେ ଦେଖନ୍ତୁ କେତେ ସୁନ୍ଦର ଭାବରେ ଯେମିତି ଆମର ବ୍ରେଡ୍ ଗୁଡ଼ା କଟା ହୁଏ ସେଇଭଳି ଭାବରେ ଆପଣ କାଟି ନେବେ। ଦେଖନ୍ତୁ ସାଙ୍ଗମାନେ ଏଇଟା ବହୁତ ହେଲ୍ଦି। ଆପଣମାନେ ନିଜେ ଘରେ କରିକି ଖାଆନ୍ତୁ, ଛୁଆମାନଙ୍କୁ ମଧ୍ୟ ଦିଅନ୍ତୁ। ଆଜିକାଲି ଯେଉଁ
ମଇଦାରେ ସବୁ ଛୁଆମାନେ ମୋମୋ ଖାଇବାକୁ ପସନ୍ଦ କରୁଛନ୍ତି। ଆପଣ ଚାହିଁଲେ ଏଇ ଚାଉଳ ଗୁଣ୍ଡରେ ମଧ୍ୟ ମୋମୋ ବନେଇ ପାରିବେ। ମୁଁ କେତେବେଳେ ବନେଇବା ପାଇଁ ଚେଷ୍ଟା କରିବି, ଆପଣଙ୍କ ପାଇଁ ସେଇଟା ମଧ୍ୟ ରେସିପିଟି ଆଣିବି। ମଇଦାକୁ ଆଭଏଡ଼ କରନ୍ତୁ। ଛୁଆମାନଙ୍କୁ ସାଧାରଣତଃ ବୁଝାନ୍ତୁ। ଛୁଆମାନେ ଆରାମସେ ୟାକୁ ବହୁତ ପସନ୍ଦ କରି ଖାଇବେ। ମଇଦା ଆଉ ଚାଉଳର କିଛି ଡିଫରେନ୍ସ ସେମାନେ ଜାଣିପାରିବେ ନାହିଁ। ଆପଣ ଚେଷ୍ଟା କରିବେ ମଇଦାକୁ ଆଭଏଡ଼ କରିବା ପାଇଁ। ଦେଖନ୍ତୁ ଏଇଭଳି ଭାବରେ ମୁଁ ସବୁ ସେ ରୋଲ୍ ଗୁଡ଼ିକୁ କାଟି ନେଇଛି। ଦେଖନ୍ତୁ ସବୁ କାଟି ସାରିଲା ପରେ ଆକୁ ଆପଣ କ'ଣ କରିବେ, ସେମିତି ବି ଖାଇପାରିବେ ଚଟଣି ସହିତ, କିନ୍ତୁ ଏଠି ମୁଁ ତାକୁ ଟିକେ ଭାଜି ନେଇଛି। ବର୍ତ୍ତମାନ ସେଇ କଡ଼େଇରେ ଆଉ ଟିକେ ତେଲ ପକାଇ ଦେଇଛି। ସେଥିରେ ଟିକେ ସୋରିଷ ବଘାରି ନେଇଛି। ତାପରେ ଏଇ ଯେଉଁ ଏଠି ଆପଣ କଞ୍ଚା ଲଙ୍କା ମଧ୍ୟ ପକାଇ ପାରିବେ, ଯେହେତୁ ଛୁଆମାନେ ଅଛନ୍ତି ଖାଇବା ପାଇଁ, ସେଥିପାଇଁ ମୁଁ ଏଠି କଞ୍ଚା ଲଙ୍କା ଆଉ ପକାଇଲି ନାହିଁ। ଏଠି ଏଇ ଯେଉଁ ରୋଲ୍ ଗୁଡ଼ିକ କାଟିଥିଲି ତାକୁ ଏଇଭଳି ଭାବରେ ସ୍ଲୋରେ ଆଞ୍ଚରେ ତାକୁ ଭାଜି ନେବି ସବୁ। ଦେଖନ୍ତୁ ଗୋଟେ ଗୋଟେ କରି ମୁଁ ଏଭଳି ପକାଇ ନେଉଛି। ତାକୁ ଦୁଇ ସାଇଡ଼୍ ଟିକେ ଗୋଲ୍ଡେନ୍ କଲର୍ ହେଲା ପର୍ଯ୍ୟନ୍ତ ଆପଣ ଭାଜି ନେବେ। ଆପଣଙ୍କୁ ଯଦି ପସନ୍ଦ ନୁହଁ, ଆପଣ ସାଧା ମଧ୍ୟ ପିଠା ଭଳିଆ ଖାଇପାରିବେ। ଆପଣଙ୍କୁ ଯଦି ମୋର ଭିଡ଼ିଓ ଭଲ ଲାଗୁଥିବ, ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ ସାଙ୍ଗମାନେ। ବେଲ୍ ଆଇକନ୍ଟି କ୍ଲିକ୍ କରିନେବେ, ଯାହାଫଳରେ ମୋର ନୂଆ ନୂଆ ଭିଡ଼ିଓର ଆପଣଙ୍କ ନୋଟିଫିକେସନ୍ ସବୁ ଆପଣଙ୍କ ପାଖରେ ପହଞ୍ଚି ପାରିବ। କମେଣ୍ଟ କରିବାକୁ ଜମା ଭୁଲିବେ ନାହିଁ ସାଙ୍ଗମାନେ। ଦେଖନ୍ତୁ ବର୍ତ୍ତମାନ ଆମର ପ୍ରାୟ ହେଇସାରିଲାଣି। ଏହାକୁ ମୁଁ ଟମାଟୋ ଚଟଣି ସହିତ ସର୍ଭ କରୁଛି। ଧନ୍ୟବାଦ ସାଙ୍ଗମାନେ, ନମସ୍କାର।